यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज तो आलोचना करिवा भुवनेश्वर रे हेब संग्राम ना। अतीत तो बहुत आलोचना होता कौन 24 अंक भुवनेश्वर बाड़े पिटा सब हेबे 24 सब समय अतिबाहित हो गलानी। भल कथा मन पड़े ये काशी अच्छी आम कहते मनुआ आजि काली कथा नुआ शालुआ पिया शाल ये हेले चुली जाल गब हेले मुरुदुआ दमणा काउचिया ये हेले अचा बुआ दंड हेलानी नागछुआ जय जगन्नाथ ना। बर्तमान सैया ज्ञानी माने प्रकृत विवेकी माने बर्तमान नतमस्त हो रही ढमणा काउचिया बेसी भाई माने माळिका गवेषणा एमती करुଛନ୍ତି माने पूरा कहले न सरे। बर्तमान तो केते भगवान बुलले ठीक केते महा पंचसखा है ठीक ना। हौ से भगवान को पद को शरण से पंचसखा मान को पद को शरण ये मन रखिथा। प्रभु तो प्रभु बड़ देउल अच्छा है आ सखा तो सखा पंचसखा से सदा सबदा कारण जन्म जन्मांतर सब आसती जावत जन्म तावत मरण जननी जठरे पुनरुत्थ यदि जी आसीथिबे से लुकायित होती रही परिप्रकाश को आसवे ना कारण से माने कौन नीति जन समतुल को भारी हुए दिए रुहे तले बुझी होती ना। महापुरुषकर गोटे देखते कली आगत भविष्य कैसे बलराम दास कहले भुवनेश्वर दिने दिन कौन हम संग्राम हम माने युद्ध हम से भुवनेश्वर उपर शिशुमान लिखिं बिंदुसागर जल कौन हो विष हो ना। अच्युत लिखिं से भुवनेश्वर कौन हम भैरवी डाकी ये सब देखी माने भुवनेश्वर टाको मुख्य आइडेंटिफाई कर भुवनेश्वर बोलते कौटी माने लिंगराज क्षेत्र आम सब भुवनेश्वर रोचे सत किंतु जहाँ को कहते भुवनेश्वर माने पुराणा भुवनेश्वर ओल्ड टाउन एरिया टाक ये आम जिते सब बढ़ी कौन सी यदि मुंड है आम सब कौन लांज से भुवनेश्वर क्षेत्र माने लिंगराज क्षेत्र माने से पुराणा भुवनेश्वर भितर ये गुण सब घटी बोली अच्युत गोटे कहते बलराम दास कहते शिशु अनंत माने से ओल्ड टाउन एरिया को समस्त आइडेंटिफाई कर। बलराम दास कहती दिने ना दिने से कौन हम संग्राम है सब केवे घटे ये छुआ मन रखिथा ये वर्तमान नुह बुझे ये जो 24 अंक ये 24 अंक मसीहा 24 अंक नहीं ये सन 24 अंक नहीं ये पूरी रजा 24 अंक है कौ रजा 24 अंक पूरी रजा 24 अंक रजा रजा किए अच्छा दिव्य देव तांकर 24 अंक अलरेडी गला ना नहीं आपर जी रजा है ना कौन हम मुकुंद देव बा बाल मुकुंद
ତାଙ୍କର 24 ଅଙ୍କରେ ଭୁବନେଶ୍ୱର ଗୋଳ ହବ। ତାଙ୍କ 32 ଅଙ୍କରେ ମୀନ ଶନି ଗୁରୁବାର ପଡିବ। ତାଙ୍କ 42 ଅଙ୍କ ଶେଷ 43 ଅଙ୍କ ଆରମ୍ଭ ବୈଶାଖ ଶୁକ୍ଳ ଅଷ୍ଟମୀ ଗୁରୁବାର ପଡିବ। ତା ମହାପୁରୁଷ ନେଇ ବୈଶାଖ ଶୁକ୍ଳ ଅଷ୍ଟମୀ ଗୁରୁବାର ଦିନ ସେହି ଦିନ କଳି ଯୁଗ ହୋଇବ ସମ୍ପୂର୍ଣ୍ଣ ବାଳ ମୁକୁନ୍ଦ ଶଳିଆବଶେଷ ହେବ ସେହି ଦିନ କଳି ଯୁଗ ସମ୍ପୂର୍ଣ୍ଣ ହୋଇବ। 32 ଠାବରୁ 34 ପର୍ଯ୍ୟନ୍ତେ ମୁକୁନ୍ଦ ଦେବଙ୍କ 32 ଠାବରୁ 34 ପର୍ଯ୍ୟନ୍ତେ ହେବ ମୀନ ଶଣି ଶୁଣ ଶାକମ୍ବରୀ ଚେତିବେ କଳଙ୍କି ଭକ୍ତେ। ନା ନାଇଁ ଫେରେ ଅଚ୍ୟୁତ ଲେଖିଲେ ସେଇଆକୁ ଫେରେ ମେଷକୁ ବୃଷର ସଙ୍ଗେ ମିଶାଇବୁ ମିଥୁନରେ ପ୍ରକାଶିନ ସପ୍ତର୍ଷି ମଣ୍ଡଳ ଦକ୍ଷିଣରେ ଲେଖ ସନ୍ଦେହ ନ କର ପୁଣ ମୀନ ଶନି ଗୁରୁବାରରେ ପଡିବ ଏହି ଅଙ୍କେ ଧ୍ରୁବ ଧ୍ରୁବ ମିଥୁନ ମାସରେ 13 ଦିନ ପକ୍ଷେ କାଳ ଧରିତ୍ରୀ ଆସିବ। ସେଇ 32 ଅଙ୍କ ତାହାର ମୁକୁନ୍ଦ ଦେବଙ୍କ ସେଇ ମୁକୁନ୍ଦ ଦେବଙ୍କର 24 ଅଙ୍କରେ କଣ ଘଟିବ ନା ନାଇଁ ମହାପୁରୁଷ ଆଜି ଖୋଲିକି କହୁଛନ୍ତି। ଶୁଣ କହିବା ତୋତେ ତାହା ତୋତେ ମୋହର ନାହିଁ ମାୟା। କିଏ ସେ ବାଲିଆକୁ କହୁଛନ୍ତି ବଳରାମ ଦାସ କହୁଛନ୍ତି ସେ ବାଲିଆ ଶୁଣ କହିବେ ତୋତେ ତାହା ତୋତେ ମୁଁ ତାହା କହୁଛି ତୋତେ ମୋହର ନାହିଁ ମାୟା। ମୁଁ ତୋତେ ମାୟା କରିକି କହୁନି ସତ କଥାଟା କହିକି କହୁଛି। ଘୋର ଗର୍ଜନ ନାଦ ଘୋର ପ୍ରମାଦ ପଡିବ ସଂସାର। ଏ ସଂସାରରେ କଣ ହବ ଗୋଟେ ପ୍ରମାଦ ପଡିବ ଏମିତି ନା ଘୋର ଗର୍ଜନ ନାଦ ଘୋର ମାନେ ଯୁଦ୍ଧରେ ସେଟା ଦେଖାଯାଉ। ସେତେବେଳେ କୋଉ ଯୁଦ୍ଧ ଡେନାମାଇଟି ବନ୍ଧୁକ ଯୁଦ୍ଧ ନୁହଁ ମାନେ ବାଡିଆ ପିଟିଆ ହବ। ଭୁବନେଶ୍ୱର ଠାରେ ଜାଣ ବିନ୍ଦୁ ଯେ ସରବର ପୁଣ ସେଠାରେ ଥାଟ ଉଦୟ କେହି କାହାକୁ ନ କହିବୁ ସଂଗ୍ରାମ ଲାଗିବ ଟିପୁଣ 24 ଅଙ୍କରେ ପ୍ରମାଣ ଚୈତ୍ର ମାସର ମଧ୍ୟରେ ମଙ୍ଗଳବାର ସେ ଦିନରେ ହେଲା। ଦେଖ ସେ କହିଲେ କଣ ଭୁବନେଶ୍ୱର ଠାରେ ଜାଣ ବିନ୍ଦୁ ଯେ ସରବର ପୁଣ ମହାପୁରୁଷ ଶିଶୁ ଅନନ୍ତ କହିଛନ୍ତି ବିନ୍ଦୁ ସରୋବର କଣ ଯିବ ବିଷ ହେଇଯିବ କହିନାହାନ୍ତି ନା। ସେଠାରେ ଥାଟେ ଉଦୟ ହବ ମାନେ ସେଠି କଣ ଥାଟ ଉଦୟ ମାନେ କଣ ସେଠି ଗୋଟେ ସୈନ୍ୟ ମାନଙ୍କର ଗୋଟେ ଘାଟି ହବ କେହି କାହାକୁ ନ କହିବ କିନ୍ତୁ ସମସ୍ତେ କେହି କାହାକୁ କହିବେ ନାହିଁ ସବୁ ଜାଣିକି ଚୁପଚାପ ହେଇକି ରହିବେ। ସଂଗ୍ରାମ ଲାଗିବ ଟିପୁଣ 24 ଅଙ୍କରେ ପ୍ରମାଣ 24 ଅଙ୍କରେ ସେଠି କଣ ହବ ସଂଗ୍ରାମ ହବ ହେଲା। ସଂଗ୍ରାମ କଣ ବାଡେ ପିଟା ଯୁଦ୍ଧ କୋଉଠି ହବ ଭୁବନେଶ୍ୱରରେ ହବ। କୋଉ ଭୁବନେଶ୍ୱର ମାନେ ପୁରୁଣା ଭୁବନେଶ୍ୱର। କୋଉ ଦିନ ହବ ନା ଚୈତ୍ର ମାସର ମଧ୍ୟରେ ମଙ୍ଗଳବାର ସେଦିନ ଚୈତ୍ର ମାସ ହେଇଯିବ ମଙ୍ଗଳବାର ହେଇଯିବ। ସେ ମଙ୍ଗଳବାରଟା ପୂର୍ଣ୍ଣମୀରେ ପଡିଥିବ। କହିଲେ ମଧୁ ପୂର୍ଣ୍ଣମୀ ମଙ୍ଗଳବାର ଶୂନ୍ୟ ଶପଥ ସୁଯୋଗ କର୍ଣ୍ଣ କଳିକଳ୍ପ ଗୀତାରେ ଅଚ୍ୟୁତ ଦେଖିଛନ୍ତି ପଢୁଛି। ସେଦିନ ସୈନ୍ୟଟି ଆସିବେ ଓଡିଶା ଭିତରେ ବସିବେ ଘୋର ପ୍ରମାଦ ହେବ ଜାଣ ଯବନ ହେବେ ନାଶ। ସେଠି ଏମିତି ଗୋଟେ ଆସିବ ପ୍ରମାଦ ବିପଦ ପଡିବ ଯବନ ବୋଲେ ଏଠି ଦୁଷ୍ଟ ହେଲା। ଦୁଷ୍ଟ ମାନେ କଣ ହେବେ ନାଶ ହେବେ। ଏଟା କେବେ ଘଟଣା ଘଟିବ ନା ମୁକୁନ୍ଦ ଦେବଙ୍କ 24 ଅଙ୍କ ଏଠି 24 ମସିହା ନୁହଁ ସନ 24 ନୁହଁ କି କଲ୍ୟାଧିତା 24 ନୁହଁ ବୁଝି ହଉଛି ନା। ସେଇ 24 ଅଙ୍କରେ ଘଟଣା ସବୁ କଣ ହବ ଘଟିବ ବୋଲି ମହାପୁରୁଷ କଣ କରୁଛନ୍ତି କହିଛନ୍ତି। କାହାକୁ ନା ବାଲିଆକୁ ଯେଉଁ କଥା ଶିଶୁ ଅନନ୍ତ କହିଲେ ଯୋଉ କଥା ଅଚ୍ୟୁତ କହିଲେ
ସେଇ କଥା ବଳରାମ ଦାସ କହିଲେ। ସେଥିପାଇଁ କୁହନ୍ତି ପଞ୍ଚସଖାଙ୍କର ଏକଇ ମତ, ଏହାକୁ ଜାଣନ୍ତି ଜ୍ଞାନୀ ପଣ୍ଡିତ। ବୁଝିଲ, ରାଗ ଖାଇଗଲା ଖାଇଗଲା ଖାଇଗଲା, ଖାଇଲା ବେଳକୁ କେହି ଶୁଣିବେ ହେଲା ହେଲା ଭଳି ମହି ଉଛୁଳିବ ହେଳାରେ କାଟିବ ଦିନ। ବର୍ତ୍ତମାନ ଚାଲିଛି ହେଲା ହେଲା ଆଇଲା ଆଇଲା ଅମୁକ ସବୁ ଚାଲିଛି, କିନ୍ତୁ ସେ ସମୟ ଅଛି। ଖେଳ ହବ କେତେବେଳେ ମନେ ରଖିଥାଅ, ମୁକୁନ୍ଦ ଦେବଙ୍କ ସମୟ। ଆଉ ବର୍ତ୍ତମାନ ତମେ ନେଟ ମାରିଦବ ଦେଖିବ, ପୁରୀର ଯଦି ବଂଶାନୁଚରିତ ଦେଖିବ, ରଜାଙ୍କର ବଂଶାନୁଚରିତ, ବର୍ତ୍ତମାନ ପୁରୀ ରଜା ଅଛନ୍ତି କିଏ ଯିବେ ଅଛନ୍ତି ହବ, ଇଏ ହଉଛନ୍ତି 18ତମ ଦେବ। କାହାଠାରୁ ନା ପୁରୁଷୋତ୍ତମ ଦେବ ଠାରୁ। କିନ୍ତୁ ମହାପୁରୁଷ କହିଲେ କଣ, ପୁରୁଷୋତ୍ତମ ଦେବ ଠାରୁ ଊନବିଂଶ ରାଜା ହେବେ ସେଠାରୁ। ତଦନ୍ତେ ରଜା ନାହିଁ ଆଉ ଅକୁଳି ହୋଇବେ କୁହନ୍ତି। ଜଗନ୍ନାଥ ଦାସ ଲେଖିଛନ୍ତି ସିଦ୍ଧିବ ସିଂହ ନାମରାଇ ଏ ଯୁଗ କାନ୍ତେ ସହିତ। କୋଉ ଯୁଗ? ଆଦି ଯୁଗ। ବର୍ତ୍ତମାନ ଆଦି କଳି ଯୁଗ। ଯଦି ହଉଛି ସଙ୍ଗମ ସମୟଟା ନା। ତାପରେ ଆସିବ ମୁକୁନ୍ଦ ଦେବ। ମୁକୁନ୍ଦ ଦେବ ସମୟରେ ଏଇ ଘଟଣା ଘଟେ। କୋଉ ରଜାଙ୍କ ଅଙ୍କରେ କଣ ଘଟିବ ବୋଲି ଆଗରୁ ଆମେ କହିଛୁ, ମହାପୁରୁଷ ଯେତେବେଳେ ଲେଖିଛନ୍ତି କୋଉ ରଜାଙ୍କ ଅଙ୍କରେ କଣ ଘଟିବ ତା ଲେଖିଦେଇଯାଇଥିଲେ। ପୁରୀ ରଜାଙ୍କ ସମୟରେ ଯୋଉଠି ରଜାଙ୍କ ନାଁ ମେନସନ ନ ହେଇଥିବ ସେଠି ତମେ ଜାଣିବ ଯେ କୋଉଠି ମାର୍କଣ୍ଡଙ୍କ, କୋଉଠି କଲ୍ୟା ପିତା ନା ନାଇଁ, କୋଉଠି ସନ, ତାକୁ ସବୁ ଯୋଗ କରିବାକୁ ପଡିବ। କିନ୍ତୁ ଏଠି ଖୋଲିକି ଲେଖିଛନ୍ତି ନା ମୁକୁନ୍ଦ ଦେବଙ୍କ ସମୟରେ ଏଇ ଘଟଣା ଘଟିବ। ତେଣୁ ସେ ଯାହା ହଉ ମୁକୁନ୍ଦ ଦେବଙ୍କର 24 ଅଙ୍କରେ ଚୈତ୍ର ମାସ ମଙ୍ଗଳବାର ପୂର୍ଣ୍ଣମୀ ତିଥି ପଡିଥିବ, ସେଇଦିନ ଏ ଘଟଣା ଘଟିବ ବୋଲି ମହାପୁରୁଷ ଆମକୁ କହିଛନ୍ତି, ଚେତନା ଦେଇଛନ୍ତି। ସବୁ ମହାପୁରୁଷ, ଅଚ୍ୟୁତାନନ୍ଦ ମହାପୁରୁଷ, ବଳରାମ ଦାସ, ଶିଶୁଆନନ୍ଦ ସମସ୍ତେ ଏଇ କଥା କହିଛନ୍ତି। ସେଇ ସେଇ ପଞ୍ଚସଖାଙ୍କର ସଦିଚ୍ଛା ପୂର୍ଣ୍ଣ ହଉ, ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ବାବା ଶ୍ରୀ ପରମ ପୁରୁଷ ଲିଙ୍ଗରାଜଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ଆନନ୍ଦ ଗବାର କରି